ତା ଭିତରୁ ଜଣେ ଭାଇ ଆସି କହିଲେ ଭାଇ ମୁଁ ଏଟା 4 ନମ୍ବର ମେନ୍ସ ଲେଖୁଛି 5th ଆଟେମ୍ପ୍ଟ ମୋର। GS3 ଏମିତି ମୋ ଜୀବନରେ କେବେ ଦେଖିନଥିଲି ପେପର। ସେ ଅଛନ୍ତି ଗୋଟେ ଜବ ରେ ଲେକ୍ଚରସିପ ସମଥିଙ୍ଗ ରେ ଅଛନ୍ତି। ହୁଁ କହିଲେ ଯେ ମୁଁ କହିଲେ ଏଥର ଲାଷ୍ଟ ହେଇଗଲା ଅଦରୱାଇଜ ନା ତାଙ୍କର ହିଁ ନାହିଁ ଆଉ। ନା ଦେଇପାରିବୁନି ଆଉ ମତଲବ ଏ ଜିନିଷ ପ୍ରୋସେସ ହେଇପାରିବନି ଏମିତି ଦେଇପାରିବୁନି, କେମିତି ଦେବ, ସମୟ ଦେଇ କାଇଁ, ହବନି ଆନ୍ସର ନାଇଁ ଆଉ ଦେଇ ହବନି। ତାପରେ ପ୍ରିଲିମ ବି କାରଣ ଅନସର୍ଟେନ, ଏନର୍ଜି ମେନ୍ ବି ଅନସର୍ଟେନ। ବିଲକୁଲ। ତାପରେ ଇଏ ପ୍ରୋସେସ ଏମିତି ମେନ୍ସ ର ଗୋଟେ ପ୍ରୋସେସ ଏମିତି ଯେତିକି ମୁଁ ପାଇଲି ଏନର୍ଜି ଡ୍ରେନିଂ, ବହୁତ ଏନର୍ଜି ଡ୍ରେନ କରିଦିଏ ଇଏରେ। ମାନେ ଏକ୍ସାମ ରାଇଟିଂ ର ହଉ, ତାପରେ ମାନେ ଆମର ମେନ୍ ଏକ୍ସାମ ମାନେ ରାଇଟିଂ ର ହଉ କି ପ୍ରିପାରେସନ ଫେଜ ଟାଇମ ରେ ବି ହଉ, ବହୁତ କ୍ରୁସିଆଲ ଥାଏ। ପ୍ରିପାରେସନ ବହୁତ କ୍ରୁସିଆଲ। ଭାବ 2 ମାସ ତମେ ବି ବହୁତ ଭାବ, crucial। ଇମାଜିନ କର ରାତି ଦିନ କୋଉ ଟାଇମ ରେ ତମେ ପଢିନ, ମାନେ ଏକ୍ସାମ ଦଉଥିଲ, କ୍ଲାसेସ କରୁଥିଲ, ଇମାଜିନ କର କେତିକି ୱାର୍କଆଉଟ କରାହେନି। ଟେଷ୍ଟ ଲେଖିବ 3 ଘଣ୍ଟା, କ୍ଲାसेସ କରିବ 4 ଘଣ୍ଟା ଲେଖେ, ଦେନ୍ ତମେ ତାକୁ ପ୍ରିପାର କରିବ, ନିଜର ଗୋଟେ କଣ୍ଟେଣ୍ଟ ତାକୁ ଜଷ୍ଟିଫାଏ କରିବ, ସିଏ ଏସେରେ ଟେଗଲାଇନ ନାହିଁ, ଇଜ ଭେରି ଡିଫିକଲ୍ଟ। ସୋ ତମ ମାନେ ବି ଯୋଉମାନେ ଏକ୍ସାମ ଦଉଛ 22 ପରେ ଆଜି ଗୋଟେ ସ୍କୋପ ମିଳିଲା, ଯଦି ଏଇଟା ଏମିତି ଯୋଉମାନଙ୍କୁ ସ୍କୋପ ବି ମିଳିବ, ଏବେ ଏତେ ଗୁଡା ପୋଷ୍ଟ ଅଛି, ଜମା ହାତଛଡା କରନି, ଆଉ ସମୟ ମିଳିବ ହିଁ ନାହିଁ। ଫର ଦ୍ୟାଟ ରିଜନ କି ତମକୁ ବହୁତ ସିରିୟସ ହବାକୁ ପଡିବ ଏଠି। ଆଉ ଯଦି ତମେ ଭାବୁଛ କିଛି ଲାଇକ କଣ ଓମ୍ ଟିକେ ତମେ ଟିକେ ନ କହିଲେ ଭଲ ଲାଗୁନି, କହିଦିଅ କିଛି କଣ। ୟେସ୍ ସାର୍। ହଁ, ତମେ ଟାଇପ କରନି, ଆଉ କିଛି କହ ଟିକେ ହଉ। ଭଲ ଲାଗିଲା ତ ସବୁ। ଭାବୁଛି ଯେ ଯୋଉ ଟ୍ୟାଗ ଲାଇନ ଟା ମୁଁ ଭାବିଛି, ସେ ଟ୍ୟାଗ ଲାଇନ ଟା ଏଥରକ ରିକ୍ରୁଟମେଣ୍ଟ ରେ ଆସୁ ଆଉ। ଯୋଉ ଆମ ଅପକମିଂ କ୍ଲାसेସ୍ ଆସୁଛି, ସେଥିରେ ଟ୍ୟାଗ ଲାଇନ ଟା ଆସିବା ଦରକାର। ଖାଲି ନେକ୍ସଟ ଓଏସ୍ ଲେଖା ହେଲେ ହବନି। ଓପିଏସସି ଆମେ ନେକ୍ସଟ ଓଏସ୍ ଓପିଏସସି ଅନସର୍ଟନ ନା, ଯୋଉମାନେ ଆଗରୁ ଚିତ୍ରଣ କରୁଥିଲେ ଚରିତ୍ର, ବିଭିନ୍ନ ଚରିତ୍ରଙ୍କ ଆଗରେ, ଯେ ଓପିଏସସି ହଉଛି ୟୁପିଏସସି, ସେଇଟା ତ ରଙ୍ଗ। It is a wrong notion and it has been proved later and today also. So members ମାନେ ସମସ୍ତେ ଜାଣିପାରୁଥିବେ ଯେ କୋଶ୍ଚିନ୍ କେମିତି ହୁଏ, ଆଉ କଣ ପଢାଯାଏ, କେତେ କମ ପଢାଯାଏ, ଜମା ନ ପଢିକି କେମିତି ଏକ୍ସାମ କୁ ଯାଇ ହବ, କଣ ଫ୍ରେମୱାର୍କ କେମିତି ସାର୍ ଦେଇଛନ୍ତି। ମୁଁ ତ ଭାବୁଛି ଏଥିକ୍ସ ରେ ବୋଧେ ଯୋଉ ସବୁ ଯୋଉ ସେ ଯୋଉ କୌଣସି ମାନେ ମତେ ଲାଗିଲାନି କୋଉ ଗୋଟେ ସବଜେକ୍ଟ ରୁ ଆସିଛି ବୋଲି। ଯିଏ ମୁଁ ଜିଏସ୍ ଯେତେବେଳେ ଯାହାର ଦେଖୁଥିଲି, ଷ୍ଟ୍ରଙ୍ଗ ଅଛି, ସେ ଏଥିକ୍ସ ଭଲ ଲେଖିବ, ଆଉ କିଛି ଅପସନ ନଥିଲା। ଏଥର ଯୋଉ କୋଶ୍ଚିନ୍ ନା ଥିଲା ନା ନା ଏଥିକ୍ସ ରେ, ଯଦି ସେ ଫ୍ରେମୱାର୍କ ବନେଇନି, ସବୁ 5 ପେଜ କେମିତି ଲେଖିବ ସାର୍? ୱିଥଆଉଟ୍ ଫ୍ରେମୱାର୍କ ମୁଁ ଶିଖେଇଥିଲି ଫ୍ରେମୱାର୍କ ଉପରେ କେମିତି କାମ ନା ନା, କରିବ। ସେଇ କଥାଟା ସେଇ କଥାଟାକୁ ରେପ୍ଲିକେଟ ପିଲାମାନେ ଆଜି କରିଥିବେ ମୁଁ ଭାବୁଛି। ସେଥିପାଇଁ ତ ମୁଁ ଭାବୁଛି ନେକ୍ସଟ ଓଏସ୍ ରୁ 50 ଜଣ ଭିତରେ 15 ଜଣ ରହିବେ, ଯଦି ସେ ଫ୍ରେମୱାର୍କକୁ ସେମାନେ ମାନିଥିବେ ତାଙ୍କ ସହିତ। କାରଣ ବିନା ଫ୍ରେମୱାର୍କ ରେ କାମ ହେଇପାରିବନି, ବିଲକୁଲ ହେଇପାରିବନି। କାରଣ କୌଣସି ଜିନିଷ ଗୋଟେ ଥିଓରି କ୍ରାଟିକ ଆଙ୍ଗେଲ ହିଁ ନଥିଲା। ମାନେ ଲେନ୍ଦି ଥିଲା, ପେପର ଲେନ୍ଦି ଥିଲା, ଏପଟେ ଅନପ୍ରେଡିକ୍ଟେବୁଲ ଥିଲା, ପିଲାମାନେ ଅଲଗା ୱେରେ ପ୍ରେଡିକ୍ଟ କରିଥିବେ, ହଁ ଏମିତି ପଡେ ସେମିତି ପଡେ ଏମିତି ଆସେ। ତାପରେ ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି, ଓପିଏସସି ପୁରା ମାଇଣ୍ଡ ଗେମ୍ ଖେଳିଛି, ମାନେ ଭୟଙ୍କର ଭାବରେ। କଣ କରିଛି, ଯୋଉଟା ବି ଯୋଉମାନେ ଦେଇଥିବେ ତ ସେମାନେ ଜାଣିପାରିଥିବେ, ଯେ ପ୍ରଥମ 2-3ଟା କୋଶ୍ଚିନ୍ ପୁରା ଟପ୍ ପକେଇଛି। ଯିଏ ସେ 2-3ଟା କୋଶ୍ଚିନ୍ କି ଆଟେମ୍ପ୍ଟ କରିବ ବୋଲି ଭାବିବ ନା, ସେ ମରିଯିବ, ସେ ଟୋଟାଲ ପରୀକ୍ଷା ତାର ଖରାପ ହେଇଯିବ। ଯିଏ ସେଇ 3ଟା କୋଶ୍ଚିନ୍ 4ଟା କୋଶ୍ଚିନ୍ ରୁ ଟିକେ ବାହାରିକି ପଛକୁ ପଳେଇଯିବ, ସିଏ ଆଗେଇ ଯିବ। କାରଣ ଏକ୍ସାମ ହଉଛି 3 ଘଣ୍ଟାର, ବାକି ପ୍ରିପାରେସନ କିଛି ମାଇନା କରେନି। ମୁଁ ଭାବେ ଯେ ସେ 3 ଘଣ୍ଟା ହଉଛି ଇମ୍ପୋର୍ଟାଣ୍ଟ। ସେ 3 ଘଣ୍ଟା ଯଦି ଫାଷ୍ଟ କୋଶ୍ଚିନ୍ ତମେ ଦେଖିଦବ, ଯେମିତି GS3 ରେ ପକେଇଥିଲା ଡଚ୍ ଡିଜିଜ, ତା ଦେହରେ ପୁଣି ସବୁଠୁ ଇମ୍ପୋର୍ଟାଣ୍ଟ କଥା ଯେ ଡଚ୍ ଡିଜିଜ ରୁ ସେମାନେ ଯୋଉଟା ପକେଇଛନ୍ତି ଠିକ ଅଛି, ତାପରେ ବହିଟାକୁ ମେନସନ କରିଦେଇଛନ୍ତି, ଯୋଉଠୁ ଅଣ୍ଡରଲାଇନ କରିଛନ୍ତି ସେ ଡକୁମେଣ୍ଟେସନ ଟାକୁ ବି ମେନସନ କରିଦେଇଛନ୍ତି। କିଏ ସେଇ ଡଚ୍ ଡିଜିଜ ପିଲା ଗେସ୍ କରିଦେଇଥାନ୍ତେ, ଲାଇକ ମନିମୁଲ। କିଏ ଜଣେ ମନିମ୍ୟୁଲ ବି ସେମାନେ କିଏ ଜଣେ କହିଲେ ଯେ ସାର୍ କଣ ତାପରେ ପର୍ତ୍ତୁଗିଜ ନା ଡଚ୍ ପଳେଇ ଆସିଲେ, ମଡର୍ଣ୍ଣ ହିଷ୍ଟ୍ରି କୁଆଡେ ପଳେଇ ଆସିଲା। ନା ନା, ତାପରେ ମନିମ୍ୟୁଲ ଟା ବି ଯେତକ ଯାକ GS3 ରେ ସେମାନେ ପକେଇଛନ୍ତି, ସବୁତିକ କିନ୍ତୁ ଡିରାଇଭଡ ଷ୍ଟାଟିକ କଣ୍ଟେଣ୍ଟ ଫ୍ରମ ଦ ସିଲାବସ। ମୁଁ ଏଥିକ୍ସ ରେ କହିବିନି, ଏଥିକ୍ସ ପେପର ଇଜ ଭେରି ବ୍ୟାଡ, ଭେରି ୱର୍ଷ୍ଟ ପେପର। ଏଥିକ୍ସ ପେପର କୋଶ୍ଚିନ୍ ସେଟିଂ ଠିକ ନାହିଁ, ୱିଥଆଉଟ୍ କିନ୍ତୁ ଫ୍ରେମରେ GS1 କରିପାରିବନି ଏଥିକ୍ସ। GS3 ତ ଯୋଉମାନେ ଫ୍ରେମ ଜାଣିନାହାନ୍ତି ନା, ସେମାନେ ଯୋଉମାନେ ପଢୁଛନ୍ତି ଗୋଟେ ଏଥିକ୍ସ ପାଇଁ ଗୋଟେ ଲେକ୍ଚରସିପ ଦିଆଇ ଗୋଟେ
10,000 कौन टंका 5,000 टंका कोर्स फी दे जो माने यूपीएससी भी होंतु माने इवन यूपीएससी एस्पिरेंट भी फेल्युअर हेबे कारण पेपर बहुत टफेस्ट थिला बहुत टफ पेपर जीएस पर केवल फ्रेमवर्क तुम बंचेबा केही बंचेई परिबे नो वन इज देयर किंतु जीएस फ्रेमवर्क 1 जीएस 3 ओम जो कथा कहउछन फ्रेमवर्क पे एथिक्स रे मु पर्सनली लेवल रे समस्त लाइक जो माने ए जो पढ़ेवा सहित मु कहि दिली जे उथाट फ्रेम रे करि ही परिबोनी क्वेश्चंस को जमा करि परिबोनी सेतमे सेशन अटेंड करो उथाट मॉडल आंसर माइंड रे अछि ना ए जिंस एक्चुअली इराडिकेट करो माइंड रो मॉडल आंसर सॉल्यूशन मु नो आज कोठी या वर्तमान यूट्यूब रे खोजुची मु आज वर्तमान यूट्यूब रे खोजुची सेई विद्वान मानंगु हेई जे सल्लानी जो माने कहिबे जे मो क्वेश्चन मो पेपर रो आछि हां हेई सल्लानी ना से चलची ये तो कहिबेनी जे मो फ्रेमवर्क रो आछि बोली मु भाबुची नेक्स्ट वेस आसु जे मो फ्रेमवर्क रो आछि बोली आज केही कहिबेनी जे मु गोटे कथा कहबी ओम पॉइंट रे कि अन्य माने जो माने अछो जो माने प्रोसेस रो सहित मतलब डे नाइट वाला सेशन रे थिले सुनुथुले सेमानकु किछि ना किछि एग्जाम रे विजुअलाइज हेथिबो आ जो मानकर क्लासेस मिस अछि राइट डेफिनेटली तुम शिखि पारि नथिबो किछि क्लास न करी कि तुम खाली कंटेंट रे हेथिबो ताले असुविधा हो प्रियदर्शनी कहला आज कहार आसीनी आसीबनी आउ केबे ना आसी सारी छी ना पिला देखै छलेनी से माने सब बारे जे सब वो सी देखेबार का हो मना नहीं सर इट इज ओपन सेगमेंट यू हैव टू शोकेस योरसेल्फ बाय योर ओन चॉइस इट इज नॉट डिटरमाइंड टू एनीवन और एनीबॉडी सेटा नुहे बट मोर कहवा कथा होची जे जो मार्केट रे जेमती देखा जाउछ ना दुनिया ता सेमती नुहे सेति पई दि तीनटा अटेम्प्ट पळाए पिलांकर तापर पिला माने जानि दियंती कोठी कोनटा अछि हला कि कोठी कोनटा अछि सेटा जानिबा पई टाइम लागे तनो भाबुची जे एथिक्स पेपर ही गेम चेंजर एथिक्स एंड एसे इज द गेम चेंजर ए वर्ष गेम चेंजर यस एथिक्स एंड एसे ऑलवेज ऑलवेज एग्री कारण यस एथिक्स एंड एसे भी बहुत बढ़िया एसे पेपर थिला एथिक्स पेपर भी माने भलो सेटिंग पेपर कहबिनी किंतु सर जीएस1 जीएस3 पई तो पूरा माने चेयरमैन को हैट्स ऑफ करिया पड़ियो 3 and 4 बढ़िया क्वेश्चन यस ना जीएस1 टू जीएस3 जीएस4 पे नुहे अच्छा 1 to 3 वाला कोच हां हां ओके 1 to 3 यस माने इट इज माने फैबुलस पेपर कोन अदेई चंदी सब दिन सर देई चंदी सब दिन को थोई दे माने गोटे क्वेश्चन थीमेटिक भी से रिपीट करना सेटा सबसे बड़ दिन ओम जो पॉइंट्स कहउछंती मे बी जो माने मेंस एग्जाम दोउछन से माने रिलेट करि पारथि सेशन रे थिले किंतु विथआउट फ्रेम बिना एग्जाम को जाई परिबोनी एथर मन रखो सेई जो ना हमें कहले ना फ्रेम टा मु सिखैछि सेशन रे मु से कथा कहउछि इंटर प्रोसेस रे ए जो शांति प्रोविजन टा पडिथला इट इज काइंडली रिलेटेड टू योर सिक्योरिटी योर टेक्नोलॉजिकल डोमिनेंस ता ऊपर भी फीचर है सिलेबस रो वर्ड्स रो आसी मनी म्यूल इज फ्रॉम मनी लॉन्ड्रिंग हला कौन सी जिनस को से माने सिलेबस बाहर को जाई नांती किंतु जेमति पकेया कथा पकेछ ना तमे समस्त स्टैटिक भी जड़ित करि परियो जेमति सार को क्लास थिला ना माने एतिकी केवल दुख लागु जे मु से भीतर नथिली अरे ओम तमे आसला दिन स्टार है के आसीओ काई व्यस्त होछ तबर टाइम जदिन आसीओ ना पीपल विल वॉच यू वरीड बनी नॉलेज कोडे जाइनी ओ मछि ठीक अछि टाइम आसला दिन तमर दिन भयंकर मनी मूल क्वेश्चन दा जतले पढिछि ना स्पेस डेब्रिज भी पढिछि सार जो स्पेस रो गोटे देखैतिले मु सेदिन बोध हुए क्लास रे थिले गोटे विचक्षण फ्रेमवर्क देइतिले यू कैन राइट एवरीथिंग अबाउट स्पेस इन दैट कंटेंट एवरीथिंग गोटे बढ़िया कंसोलिडेटेड मटेरियल सार मु सेटा इशिता किशोरी मैम कर नोट कंटेंट बोले मल्टीपल आइस टॉपर को आनिथिला स्पेस डेब्रिज को नेकी ताको आंसर फ्रेम करि पारि थान तो राइट इमिति किछि तमे डली ट्रेडिशनल खोजिबो राइट आज ओनली सर स्पेस डेब्रिज नो से कंटेंट सार मु देखिछि आपनकर से कंटेंट माने से कंटेंट होची एनीथिंग जदी क्वेश्चन स्पेस रो रिलेट कला यू कैन राइट एवरीथिंग फ्रॉम दैट कंटेंट जे कोन से स्पेस डेब्रिज रे लागिवो स्पेस एग्लोमरेशन रे लागिवो स्पेस पब्लिक सेक्टर यूनिट टू प्राइवेट सेक्टर एंटरप्राइजेस रे लागिवो पूरा ता फ्रेम ता पूरा रखितिले सेतरे जदी स्पेस डेब्रिज जगह आज स्टारलिंक सैटेलाइट कम्युनिकेशन पचार थांदा डेल लागि परिबो आज पूर्ण क्वेश्चन पचारची जीपीएस रिलेटेड पचारची ग्लोबल पोजिशनिंग पचारची गूगल मैपिंग रो क्वेश्चन पचारची सेठी पड़ी परिबो माने से जो कंटेंट जो जेमती बनिया हेछि ना माने माने सेठी पई बोधे 3-4 वर्ष लागि गला एमती काहे कि आसी नथिला आगुरु बा काहे कि एमती हेइ नथिला माने गोटे रिग्रेट लागुची जे 200 ओएस पोस्ट पळैछि
ଆଉ ସେତେବେଳେ ଆମେ ଜାଣିନଥିଲୁ। ସେଇଟା ହଉଛି ବଡ ରିଗ୍ରେଟ। ସବୁବେଳେ ବହୁତ ଏମିତି ଗୋଟେ ରାତି ନାହିଁ ଯୋଉ ଦିନ କି ମୁଁ ସେଇ ବିଷୟରେ ଭାବିନି ଯେ ଯେତେବେଳେ ମୁଁ ସେ କଣ୍ଟେଣ୍ଟ ଟାକୁ ଦେଖୁଛି, ଭଗବାନ ଗୋଟେ କଣ୍ଟେଣ୍ଟ ପିଛାରେ ମୋର 1.5 ବର୍ଷ ପଳେଇଲା, ମୁଁ ଜାଣି ପାରିଲିନି। କିନ୍ତୁ ଆଜି ଏ କଣ୍ଟେଣ୍ଟ ଟା ଏତେ ଇଜିଲି ମିଳୁଛି କିନ୍ତୁ ମୁଁ କରିପାରୁନି, ମାନେ ମୁଁ ଯାଇକି ବି ଲେଖିପାରିବିନି। ସୋ ମୁଁ ଭାବୁଛି ଏଇଟା ତମ ପାଇଁ ସମସ୍ତଙ୍କ ପାଇଁ ଗୋଟେ ବହୁତ ବଢିଆ ଚାନ୍ସ ଥିଲା। ଆଉ ମୁଁ ଜାଣିଛି ଯେ ତମ ନିଶ୍ଚିନ୍ତ, ମୁଁ ତ ପ୍ରାୟତଃ ଇଣ୍ଡିଭିଜୁଆଲଙ୍କୁ ଚିହ୍ନିଛି, ଯେତିକି ଜଣଙ୍କୁ ବି ଜାଣିଛି ଡେଫିନେଟଲି ସେମାନେ ଭଲ କରିଥିବେ। ଲାଇକ ରାଜେଶ, ଲାଇକ ସଙ୍ଗୀତା ତ ପୁରା ଭୟଙ୍କର କରିଦେଇଥିବ। ପୁଣି ଜୋଗ୍ରାଫି ଅପସନାଲ ଆସିଛି ଯେ ସିଏ ପୁରା ଛତୁ କରିଦବ। ପୁଣି ଚିରଞ୍ଜିତ ସାର୍ ଅଛନ୍ତି, ଜୋଗ୍ରାଫି ଅପସନାଲ ପୁରା ଆହୁରି ଭୟଙ୍କର କରିବ। ରାଜେଶ ଭାଇଙ୍କର ତ ବଢିଆ ଅପସନାଲ, ସିଏ ତ ମାନେ ସେଥିରେ ଜେମ୍ ନାଇଁ କି। ସो ଅନ୍ୟମାନେ ବି ବହୁତ ବଢିଆ କରିବେ, ତେଣୁ କିଛି ବ୍ୟସ୍ତ ହୁଏନି। ଟୋଟାଲି ପରୀକ୍ଷା କେବେ ପଢିବାର ପରୀକ୍ଷା ନୁହେଁ। ବାରମ୍ବାର କହୁଛି, ନଲେଜ ର ଜମା ବି ଗେମ୍ ନୁହେଁ। ଯେମିତି ପଢିଛ ସେମିତି କର, ଆଉ କିନ୍ତୁ ଜମା ଗୋଟେ ଭାବନି ଗୋଟେ optional। ଓମ୍ ଏଇଠି ଓମ୍ ର ପଏଣ୍ଟ ଗୋଟେ ଆଡିସନ କରିବି। ମୁଁ ଯୋଉ କହିଲି ଆମ 5ଟା ଟେକ୍ନୋଲୋଜିସ୍ କରିଥିଲେ, ସ୍ପେସ ର ସେ ମଡ୍ୟୁଲକୁ ତମେ କୋଉଠି ଫିଟ୍ କର ଆନ୍ସର ହବ, ମୁଁ ଶିଖେଇଥିଲି। ସେଥିପାଇଁ କ୍ଲାସରେ କହିଥିଲି ଯେ ଆଠୁ ସେଇଟା ଅଧିକ ଅଛି କି ପଢି ଆପଣଙ୍କ ପାରୁନେ। ପାଖରେ? କାଇଣ୍ଡଲି ଟିକେ ଦେଖେଇବେ କି ସେ ଯୋଉଟା କରିଥିଲେ, ଯଦି ଥିବ ଟିକେ। ଆପଣ ତ ହେଲେ ରିପିଟେଡ ଟ୍ୟାବ ବନେଇଥିବେ ମୁଁ ଜାଣିଛି, ସେଥିରେ ଆପଣ ପୁରା ମାହିର ରିପିଟେଡ ଟ୍ୟାବ ବନେଇବାରେ। କେମିତି ଷ୍ଟେପ୍ ତ ବନାନ୍ତି, କଣ ବହୁତ ଅଛି। କରନ୍ତି? ନାଇଁ ନାଇଁ ଅଛି, ଉଁ, मतलब ସେଇଟା କାଢେ ମୁଁ ତାହେଲେ। ସୋ ବେସିକାଲି ଟିକେ ସେଟା ଟିକେ ସାର୍ ଦେଖାନ୍ତୁ, ମତେ ବହୁତ ଖୁସି ଲାଗିଥିଲା ସେଦିନ। ଆଜି ବି ସେଦିନ ଟିକେ ମୁଁ ଦେଖାନ୍ତୁ, କହୁଛି ନା, ଆଜି ମାନେ ବି ତମେ ଭଲ ସେ ଲାଗିବ ଫ୍ରେମ୍, ଟିକେ। ମୁଁ ଯେତିକି ଫ୍ରେମ୍ ପଢେଇଛି ସେସନରେ, ସେ ଫ୍ରେମ୍ କୁ ୟୁଟିଲାଇଜ କରିବାର ଟାଇମ ଥିଲା। ତମେ ଯଦି କହିବ କୋଶ୍ଚିନ୍ ଆନ୍ସର ଖୋଜିବ ନା, ତମେ ସାଇନ୍ସ ପଢିବ। ଆର ବର୍ଷ ପାଖାପାଖି ସେଥିରେ 1000 ଗୋଟେ ପେଜ ଡି 600 ପେଜ ପ୍ରୋଭିଜନ ପଢିବ। ଥିଲା। ସେଥିରେ ଗୋଟେ ଡି ପ୍ରୋଭିଜନ ବି ଥିଲା। ଡି 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 ଏମିତି କିଛି ଗୋଟେ ଥିଲା, ମୋର ଯେତିକି ମନେ ପଡୁଛି। ସାର୍ ଅଛି ଟିକେ ଅଛି କାଇଣ୍ଡଲି ଅଛି ଦେଖାନ୍ତୁ। ଅଛି 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 ସ୍ପେସ୍ ବାଲା ମଡ୍ୟୁଲ ମୁଁ ତମକୁ ଯିବି। ରୋବୋଟିକ୍ସ, ନାନୋ ଟେକ୍ନୋଲୋଜି, ସ୍ପେସ୍ ପଲ୍ୟୁସନ, ଏଇଠି ପୁରା ସ୍ପେସ୍ ସେକ୍ଟର ଇନ୍ ଇଣ୍ଡିଆ ଆଣ୍ଡ ଦ ୱାର୍ଲଡ ଏଇଠୁ ଆରମ୍ଭ ହେଇକି ଚାଲିଥିଲା। ଏଇ ସ୍ପେସ୍ ଏ ମଡ୍ୟୁଲ କଥା କହୁଛ। ଦେଖ ଏଇଠି ଗୋଟେ ତମର ଡି ଯେହେତୁ ଥିବ ସାର୍, ଡି 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 ଉପରେ ଥିବ। 4ଟା ଡି ନା 3ଟା ଡି? ଟିକେ yes। କୁଆଡେ ଗଲା 4D ବାଲା ଫ୍ରେମ୍ ଟା କହୁଛ ତମେ ଡାଇରେକ୍ଟଲି? ହୁଁ 4D ହୁଁ, ଥିଲେ, କେବଳ ଫ୍ରେମ୍ ଟା। ଆଚ୍ଛା ଆଚ୍ଛା 4D ଆଚ୍ଛା। ଥିଲେ ଏଟା ଡ୍ରୋନ୍ ହବ। ଡ୍ରୋନ୍ ଡିଟେକ୍ଟ, ଡିଟରାନ୍ସ ଆଣ୍ଡ ଡିଷ୍ଟ୍ରୟ, ସେମିତି ଭଳିଆ 4D ଥିଲେ ସେଇଟା ଥିବ। ଗୋଟେ ମିନିଟ ଥିବ ଏଠି। ଏଇଟା ମଡେଲ ତ ମୁଁ ଦେଇଥିଲି। ଏଇଟା ବି ଏଇଟା Yes, yes, this one, very good। ଓହୋ, ବାସ୍ 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 ବାସ୍। এই ଫ୍ରେମ୍ ଟା କୋଉଠି ମୁଁ ଆକୁ ନ ପକେଇ ହବ, ଅଲରେଡି ଏଇ 4D କୋଉଠି ନ ପକେଇ ହବ। ଗୋଟେ ଫ୍ରେମ୍ କହିଥିଲି। ଯଦି ଏମର୍ଜିଂ ଟେକ୍ନୋଲୋଜି ଆସିଗଲା ନୂଆରେ, ମୁଁ ଲେଖିଛି ବି, ନ୍ୟୁ ଟେକ୍ନୋଲୋଜି ଆସିଗଲା, ଶୁଣିନ, ମ୍ୟାଜିକ ନୋଟ ହିସାବରେ ଦେଇଥିଲି। ତମେ ଆଖି ବୁଝିକି ଫ୍ରେମ୍ ପକେଇଥାନ୍ତ, ଆଖି ବୁଝିକି। ଏଇ ଜିନିଷ ନା ଏତିକି ସରି ଯାଇଥିଲା, ବଢିଆ ଆନ୍ସର ଫ୍ରେମ୍ ହେଇଥାନ୍ତା। ଏଇଟା ମୁଁ ଅଲରେଡି ଶିଖେଇଥିଲି ଯେ ହୁଁ ଜିନିଷ ତମେ କାମ କରିଥାନ୍ତ କେମିତି। ସୋ ସେ ଜିନିଷ ମେନ୍ ହେଲା ଏଇ ୟୁଟିଲାଇଜେସନ ଏଇ ଉପରେ। ଏଇ ଗୋଟାକ ହିଁ ଏଇ ଗୋଟାକ ହିଁ ଆଉ ବେଷ୍ଟ ଜିନିଷ ସାର୍। ଏଇଟା ଏଇ ମୋର ନୁହଁ, ଏଇ ଗାଇସ୍, ଏଇ ଜିନିଷ ନା କି ଓପିଏସ୍ ର ଟପ୍ ରାଙ୍କର ଏ ବର୍ଷର, ଯେମିତି ମୁଁ କହୁଥିଲି। ଛାଡ ପ୍ରସଞ୍ଜିତ, ମାନେ ଇମ୍ପ୍ଲିମେଣ୍ଟେଡ, ଦେ ଗଟ୍ ଗୁଡ୍ ସ୍କୋର। ମୁଁ ଶିଖେଇଥିଲି। କିନ୍ତୁ ଆଜି ବି ମାଇଣ୍ଡରେ ଆମର ଅଛି ଯେ ଆମେ वी आर सर्चिंग ଫର କି ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କୋଉଠି ପଢିବୁ, କରେଣ୍ଟ କୋଉଠି ପଢିବୁ, ଏଇଠି ପଢିବୁ, ସେ ସୋର୍ସରୁ ପଢିବୁ। ଆଜି ଏମିତି ନୁହଁ ୟାର, ସେମିତି ପଢିପାରିବନି ତମେ। ମୁଁ ଫର ଦାଟ୍ ରିଜନ କି ଏଭ୍ରି ସେସନରେ ମୁଁ କହିଥିଲି ଯେ ଅପର କ୍ୱେଶ୍ଚିନ୍ ହେଲେ କଣ, ନ୍ୟୁ ଟେକ୍ନୋଲୋଜି ଆସିଲେ ତମେ କେମିତି ହ୍ୟାଣ୍ଡେଲ କରିବ। ଏଥିକ୍ସରେ ସେ ଫ୍ରେମୱାର୍କ ଶିଖଉଥିଲି ଯେ ତମେ এই ଟର୍ମିନୋଲୋଜି ଆକାଉଣ୍ଟାବିଲିଟି କେମିତି ୟୁଜେସ୍ କରିବ। ଯଦି ଜେଣ୍ଡର ଡିସ୍କ୍ରିମିନେସନ ପଚାରୁଛି, ଆକାଉଣ୍ଟାବିଲିଟି, ଟ୍ରାନ୍ସପରେନ୍ସି ୱାର୍ଡଟାକୁ କେମିତି ୟୁଟିଲାଇଜେସନ କରିପାରିବା, ସେ ଡ୍ରାଇମତି ଘୁରିଆକୁ କେମିତି ୟୁଟିଲାଇଜେସନ ଆଣିପାରିବା। ସେ ଫ୍ରେମ୍ ପକେଇ ପକେଇ ନେଇଥାନ୍ତ ନା ଆରାମସେ। ୱିଥାଉଟ୍ ଫ୍ରେମିଂ ରେ ମିନ୍ସ ପଢିବାର ନାହିଁ, ରାଇଟ୍? ବହୁତ କିଛି ପଢିବାର ନାହିଁ, ବି ଲିମିଟେଡ ଜିନିଷକୁ ଭଲସେ ପ୍ରେଜେଣ୍ଟ କରିବାର ସ୍କିଲ୍ ଶିଖିବାକୁ ପଡେ। ରାଜେଶ ଯେମିତି କହିଲେ ଯେ ଆମକୁ ବହୁତ ପଢିବାର ଅଛି, ସ୍ପିଡ ରିଡିଂ କରିବାର ଅଛି, ରାଇଟିଂ ସ୍ପିଡ କରିବାକୁ ପଡିବ। ୱିଥାଉଟ୍ ଫ୍ରେମ୍ ରେ ତମେ ଏକ୍ସାମ ଯାଇପାରିବନି। ଆଉ ତମେ ଯଦି ଖାଲି କୋଶ୍ଚିନ୍ ଆନ୍ସରିଂ କରିବ, କେବେ ବି ଡିଫିକଲ୍ଟ, ଭେରି ଡିଫିକଲ୍ଟ, ପ୍ରୋସେସ ଲେନ୍ଦି ହବ, ବହୁତ ବିରକ୍ତ ଲାଗିବ ତମକୁ। ଯେତେ ଛୋଟ ହେଇଯିବ ନା ସେତେ ଭଲ ହେଇଯିବ। ଚାଲ ସଙ୍ଗୀତା କେମିତି କରିଛ ଏକ୍ସାମ? ସଂଖ୍ୟା ମୁଁ ତ କହିବି ମୋର ମାନେ ସାର୍ ପୁରା ଷ୍ଟ୍ରକ୍ଚର ହିଁ ଚେଞ୍ଜ କରିଦେଇଛନ୍ତି। ଆଉ ଏଜ କମ୍ପେୟାର ଟୁ ପ୍ରିଭିୟସ୍ ମୋର ବହୁତ ଭଲ ହେଇଛି। ହେଲା ତେବେ ଆଉ କଣ।
ଏ କିଏ ଜାଣେ ଏ attempt ରେ ଯିଏ ଲେଖିଛି ସେ rank ପାଇବ, worried ହୁଅନି। ତମକୁ କହୁଛି ନା ଯୋଉ ମଡେଲ ଆମେ ଭାବିଛନ୍ତି ତମେ ଭାବିଛ ଖରାପ ହେଇଛି, ୱେଟ୍ ନା କର। ମୁଁ ତ ଭାବୁଛି ସାର୍ ଦୋ ହଜାର ନ୍ୟୁ କମର୍ସ ଆସିଯାଇଥିବେ ବାବରେ ପ୍ରିଲିମ ରେ ଗଳି ଯାଇଥିବେ, ମତେ ଲାଗୁଛି ସେମାନେ 70-100% ମାର୍କ ଛାଡି ଦେଇଥିବେ, 100 ମାର୍କ 70 ମାର୍କ ଛାଡି ଦେଇଥିବେ, ସେମାନେ କରିପାରିନଥିବେ। ମୁଁ ଏତିକି ଗ୍ୟାରେଣ୍ଟି ଦେବି, କେବେ ଡିଫିକଲ୍ଟ କରିପାରିନଥିବେ। ନା ନା କେବେ କରିପାରିବେନି, ନାଇଁ, କାରଣ କରିପାରିବେନି ସେମିତି ଏଇଠି। ପେପର ନଥିଲା। ହୁଁ। ଭାବିଲା ବେଳକୁ ସମୟ ପଳେଇଥିବ ନା, ମାନେ ଇଟ୍ ଇଜ ଟୁ ଡିଫିକଲ୍ଟ ପେପର। ଆଉ GS4 ତ ଭୟଙ୍କର ପେପର। ମୁଁ ମାନେ ଶୁଣିଲି ଯେ କୋଉଠି GS4 ରେ ସାର୍ ଅଧିକ ପେପର ମିଳିଥିଲା ବୋଲି। 72 ପେଜେସ୍ ଦେଇଥିଲେ, 72 ହଁ ପେଜେସ୍ ବା ଦେଇଥିଲେ ଏଥର। ଏକ୍ସଟ୍ରା ପେପର ଦେଇଥିଲେ, ଗୋଟେ ମାନେ ସାର୍ ତ ବତେଇଥିବେ ନା, ସାର୍ ତ ବତେଇଥିବେ ଚିତ୍ର କରିବ। ସାର୍ ଷ୍ଟେକ୍ ହୋଲ୍ଡର ଆପ୍ରୋଚ କରିଦେଇଥିବେ ନା, ଷ୍ଟେକ୍ ହୋଲ୍ଡର ପକେଇଥାନ୍ତ। ସାର୍ ଡାଇଗ୍ରାମ ବତେଇ ପକେଇଛି ଦେଇଥିବେ ତ ପେଜ ଷ୍ଟ୍ରକ୍ଚର ଫିଲ୍ଅପ୍ ଫ୍ରେମୱାର୍କ, କରିବାର ୟେସ୍ ଥିଲା। ୟେସ୍ ୟେସ୍। ବିନା ଡାଇଗ୍ରାମ ରେ ଏତେ କଣ ଲେଖି ହବ ନା, କମ ଏତେ ଦେଇ ଦେଇଛି ପେପର। ହବ ହବ କିଛି ନାହିଁ, ମାର୍କ ନା ଆସିଲେ ନା ସାର୍ ଅଟୋମେଟିକାଲି ଜାଣିବ। ସାର୍ କହିଥିବେ ନା, ସାର୍ ତ ଯେମିତି କେବେ ଛାଡି ନଥିବେ, ମୁଁ ଜାଣିଛି। ସାର୍ ବିନା ଝୁଣ୍ଟେଇକି ତମକୁ କେବେ ଏକ୍ଜାମ ହଲ୍ କୁ ଛାଡିବେନି, କେବେ ବି ଛାଡିବେନି। ତମକୁ ତମକୁ ଆକ୍ରାନ୍ତ କରେଇଥିବେ ନିଶ୍ଚିନ୍ତ, ମୁଁ ଜାଣିଛି, କେବେ ବି ଛାଡି ନଥିବେ। ମୁଁ ଜାଣିଛି ସାର୍ ଙ୍କୁ ଦେଖ ଗୋଟେ ଜିନିଷ ପର୍ସନାଲି, ମାନେ ମୁଁ ସାର୍ ଙ୍କୁ ଜାଣିଛି। ଅବଜର୍ଭ ମାନେ କରିବା ଗୋଟେ ଆଜ ଜିନିଷରେ। ଏ ମେଣ୍ଟର ମୁଁ ଜାଣିଛି ଯେ ସାର୍ କେବେ ଜଣଙ୍କୁ ତାର ଆକ୍ଚୁଆଲି ନକ୍ସା ଚିତ୍ରଣ ନ କରିକି ସେ ଚରିତ୍ରକୁ କେବେ ଚିତ୍ରିତ କରିବା ପାଇଁ ଛାଡିବେନି, ମୁଦ୍ରିତ କରିବା ପାଇଁ ଛାଡିବେନି, ଏଇଟା ନିଶ୍ଚିନ୍ତ। ସମସ୍ତଙ୍କୁ ନିଜ ନିଜ ଚରିତ୍ର ବିଷୟରେ ସାର୍ ଦେଖେଇ ଦେଇଥିବେ ଯେ ସଙ୍ଗୀତା ତମର ଏଇ ଜାଗାରେ ଅସୁବିଧା ଅଛି। କେବେ ଫେକ୍ କହିନଥିବେ କି କେବେ ତମକୁ ରଙ୍ଗ ଇଣ୍ଟରପ୍ରିଟ କରିନଥିବେ କି କେବେ ତମକୁ ମାନେ ଠିକ ସେ ବର୍ଣ୍ଣନା ନ କରି ଛାଡି ନଥିବେ। ଝୁଣ୍ଟେଇଥିବା ତ ନିଶ୍ଚିନ୍ତ। ତେଣିକି ତମେ ଝୁଣ୍ଟିଛ ନା ତମେ ନିଜେ ଭାବି ଦେଇଛ ଯେ ନା ମୁଁ ଆଗକୁ ପଳେଇ ଯିବି, ବିନୟ ଏମିତି ହେଇଯିବ, ଦେନ୍ ତ ମୁଁ କହିପାରିବିନି। କିନ୍ତୁ ଏଇ ଯୋଉ OPSC ପରୀକ୍ଷା ହଉ, ଏଇଟା କମ୍ପ୍ଲିଟଲି ମେଣ୍ଟରସିପ ଗାଇଡାନ୍ସ ର ପରୀକ୍ଷା। ଜମା ସେମିତି ପଢିଦେଲେ ହବନି, ପଢିବା ପାଇଁ ତ ବହୁତ ଜିନିଷ ଅଛି, କିନ୍ତୁ ବହୁତ କମ ପଢିକି କେମିତି ଏକ୍ଜାମ କୁ ଯାଇ ହବ ଆଉ କ୍ରାକ୍ କରିଛନ୍ତି, ତାର ଯେତେବେଳେ ମୁଁ ସାର୍ ଙ୍କୁ କୋଶ୍ଚିନାରୀ କରେ, ସାର୍ ଏମିତି ହେଇପାରିବନି କେବେ। ସାର୍ ମତେ ସେମାନଙ୍କ ସହିତ ମାନେ ସେମାନଙ୍କ ଜିନିଷ ଦେଖେଇଛନ୍ତି, ମୋ ଏଇ ଖାତାରେ କଣ ଅଛି ମତେ କୁହ। ମୁଁ କହିଲି ସାର୍ କିଛି ତ ନାହିଁ, ନା ଇଏ ବାବୁ OS ଅଛି। ମତେ ଏମିତି ପର୍ସନାଲି ଦେଖେଇଛନ୍ତି ସାର୍ ଖାତା। ମୁଁ ଏମାନଙ୍କୁ ଦେଖେଇଛି ଏ ଖାତାରେ ଦେଖେଇଛି କଣ ଅଛି? ବହୁତ ଜଣଙ୍କୁ ଦେଖେଇଛି। ମୁଁ ଇଭେନ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଯୋଉମାନେ ଟେଷ୍ଟ ଲେଖିଥିଲେ, ମୁଁ କହିଛି ପର୍ସନାଲି ସେମାନଙ୍କୁ ଯେ ଦେଖ ଏ ଟପର ଏମିତି ଲେଖିଥିଲେ, ଏ ର୍ୟାଙ୍କରେ ଏମିତି ଲେଖିଥିଲେ, ରାଇଟ୍। ଆଉ ସେ ଜିନିଷ ମୁଁ କହିଥିଲି ଯେ ସେମାନେ ଏମିତି ବାଜି ମାନି ତମ ପାଖରେ ଏମିତି ଆସିଲେ କରିବ, ରାଇଟ୍, ଏଗ୍ରି। ମୁଁ ଯୋଉମାନଙ୍କୁ ଲାଇକ୍ ଆଫ୍ଟର ଇଭାଲୁଏସନ୍ସ ମୁଁ ଟକ୍ କରିକି କହିଛି ଜିନିଷ ଯେ ତମେ ଏଇ ଜିନିଷ କରିବ, ଏଇଠି ର୍ୟାଙ୍କ ହୋଲ୍ଡର ଏମିତି କରୁଛନ୍ତି, ତମେ କରିବ, ଡରିବନି। କିନ୍ତୁ ତମେ ଯାଇକି ଏକ୍ସାମ ହଲରେ ସ୍ପେସ୍ ଡେବ୍ରିଜ ଖୋଜିବ ଯଦି, ତ ଏମିତି କାଲି ଯଦି ଆଉ କଣ ନା ପଚାରିଲେ ତମେ ସେମିତିରେ ହଜିଯିବ ସେ ଭିତରେ। ଏମର୍ଜିଂ ଟେକ୍ନୋଲୋଜି ପାଇଁ ଅଲରେଡି ମୁଁ ଫ୍ରେମ୍ ଦେଇଥିଲି, ବଟ୍ ନା ତମେ ପୋର୍ଟ୍ରେଟ୍ କାଲିକି କରୁଛ। ଯଦି ସ୍ପେସ୍ ଆଗ୍ଲୋମରେସନ ଆସିବ, କାରଣ ଆମେ ଇନସ୍ପେସ୍ ବନେଇଛେ ନା, ଆମେ ବର୍ତ୍ତମାନ ଇନସ୍ପେସ୍ ବନେଇଛେ, ଷ୍ଟାରଲିଙ୍କ କୁ ଆଣୁଛେ, ଆମେ ଧୀରେ ଧୀରେ କନସୋଲିଡେଟେଡ ୱେ ରେ ବହୁତ ସାରା ପଠଉଛେ। ସୋ ସ୍ପେସ୍ ଡେବ୍ରିଜ ର କାରଣ ବହୁତ ସାରା ହେଇପାରିବ। ତମେ ସାର୍ ଯେମିତି ଉପର ଯୋଉ ଡି ର ଉପର ଲାଇନ ରେ ଥିଲା ନା, ଇଟ କ୍ୟାନ୍ ବି ପ୍ରିସିସନ ଏଗ୍ରିକଲଚର ହେଇପାରିବ, ଇଟ କ୍ୟାନ୍ ବି ସାଟେଲାଇଟ କମ୍ୟୁନିକେସନ ହେଇପାରିବ, ଇଟ କ୍ୟାନ୍ ବି ୱେଦର ଫୋରକାଷ୍ଟିଂ ହେଇପାରିବ। ଏଭ୍ରି ଆଙ୍ଗେଲ କୁ ତମେ ଡିଟରମାଇନ କରିପାରିବ। ଏଭ୍ରିଥିଙ୍ଗସ୍ ମୁଁ ସୋ କ୍ଲାସରେ ଛୁଆଙ୍କୁ କହିଛି, କେମିତି ତମେ ଆଜି ଯାଅ ବସିଥିବେ କି ନା, ରେକର୍ଡିଂ ଦେଖ, ଯୋଉମାନେ ବି ନାହିଁ ତମେ ଦେଖ, ସେ ଜିନିଷ ମୁଁ କହିଛି ଏ ଟେକ୍ନୋଲୋଜି ସେ ଫ୍ରେମ୍ ପକେଇବ। ପଲ୍ୟୁସନ୍ସ ର ଟପିକ ସେ କୋଉ ବି ଟପିକ୍ସ ଥିଲା, 3ଟା ପଲ୍ୟୁସନ ପରେ 4 ନମ୍ବର ସେ ଫ୍ରେମ୍ ଯୋଉ ପକେଇବ। ସଲଫର ପଲ୍ୟୁସନ ନା, ଯୋଉ ସାର୍ ସଲଫର ପଲ୍ୟୁସନ ତମେ ସବୁଠି ପକେଇ ପାରିବ। ସଲଫର ମୁଁ ଦେଇଛି ପଲ୍ୟୁସନ ଦେଇଛି ସାର୍ ତାଙ୍କୁ ମତେ ଫ୍ରେମ୍, ଯେତେବେଳେ ଫ୍ରେମ୍ ଆଙ୍କୁ ଶିଖେଇଥିଲି, ଦେଇ ବି ଯେତେବେଳେ ଦେଇଛି ନେକ୍ସଟ ପୁରା। ଓଏସ୍ ବନି ନଥିଲା, ଯେତେବେଳେ ନେକ୍ସଟ ଓଏସ୍ ବନି ନଥିଲା, ମୁଁ ବସ ରେ ଟ୍ରାଭେଲ କରୁଥିଲି ମେନ୍ସ ବେଳେ, ହେଲା କି, ମାନେ ଗୋଟେ ବଢିଆ ଜିନିଷ ତମକୁ ବତଉଛି। ମୁଁ ଯେତେବେଳେ ମୋର ଜୀବନର ପ୍ରଥମ ମେନ୍ସ ଦେଲି, ମୁଁ 6ଟା କୋଶ୍ଚିନ୍ ଛାଡିଥିଲି, 5ଟା କୋଶ୍ଚିନ୍। ସାର୍ ଙ୍କୁ ଫୋନ କଲି 12ଟା ପରେ, ସାରଙ୍କର ମୋର କଥା ହେଲୁ ଘଣ୍ଟେ ପ୍ଲସ, କିଛି ପଡିନି। ଦେନ୍ ଯେତେବେଳେ GS2 ଆସିଲା, ମୋର ସେ ଯୋଉ ପେପର କମିକି 2ଟା କୋଶ୍ଚିନ୍ ମୁଁ ଛାଡିଥିଲି। 3/4 ରେ ଜମା ଛାଡିନି, ୱିଦାଉଟ୍ ଏନି ଆନ୍ସର ରାଇଟିଂ, କିଛି ଆନ୍ସର ଲେଖିନଥିଲି, ଗୋଟେ ବି ପ୍ରାକ୍ଟିସ କରିନଥିଲି। ଏଇ ଗୋଟାକ ହିଁ ଗୋଟେ ମେଣ୍ଟର ଉପରେ ଥିବା ତମ ଫେଥ। ବୁଝି ହଉଛି ନା ନାଇଁ, ଯୋଉଟା ଆଜିକା ଡେଟ ରେ ନାହିଁ। ଆଜିକା ଡେଟ ରେ ଯେହେତୁ ଓପନ ସୋର୍ସ ଅଛି ନା, ଆମେ ମାନେ ବହୁତ ରିସୋର୍ସେସ ପାଇଯାଉଛେ, ସେଇ ଚକ୍କରରେ ନା ପରୀକ୍ଷା ଖରାପ ହେଇଯାଉଛି। ଏଇଟା ହିଁ ମେନ୍ ଜିନିଷ। ଆମେ ଯୋଉଠିକି ବି ଯାଉଛେ, ଯୋଉଟା ବି କରୁଛେ, ସେଇଟାକୁ ଆମେ ବିଶ୍ୱାସକୁ ନବା ଦରକାର। ଆଉ ଆମ ଭିତରେ ସେ କଗ୍ନିଟିଭ ଆବିଲିଟି ଡେଭଲପ ହବା ଦରକାର। ଯୋଉଟାକୁ କୁହାଯିବ, ଆମେ ଯୋଉଟା ପଢୁଥିଲେ ମାନେ ଆମର ଯୋଉଟା ମନେ ପଡୁନି, ମୋରାଲ ଇଣ୍ଟେଲିଜେନ୍ସ ପରେ ଯୋଉ ଆମେ ପଢୁଥିଲେ, କଣ ସେଟା ମୋର ଆସୁଛି ମାଇଣ୍ଡ ରେ, ସେ ୱାର୍ଡ ଟା ଆସି ପାରୁନି।
ସେଇ ଜିନିଷଟା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆମେ ମାନେ ଇଣ୍ଟେଲିଜେଣ୍ଟ ହବା ଅପେକ୍ଷା ଆମେ ମାନେ ଆଉ ଟିକେ ଏଥିକାଲ ହେଇକି ଇଣ୍ଟେଲିଜେଣ୍ଟ ହବା ଦରକାର ଯେ ଗୋଟେ ଲୋକ କହୁଛି ତାର ଇମ୍ପ୍ଲିମେଣ୍ଟେସନ ଟା କଣ ହେଇପାରିବ। ୟେସ୍, ଇମୋସନାଲ ଇଣ୍ଟେଲିଜେନ୍ସ, ଭେରି ଗୁଡ ସ୍ୱରୂପା। ଇମୋସନାଲ ଇଣ୍ଟେଲିଜେନ୍ସ, ଇମୋସନାଲ ହବା ଦରକାର ନାହିଁ, ମୁଁ ଯୋଉଟା ହଉଛି ୟୁଥିଲି, ସେଥିପାଇଁ ତ ଫେଲୁଅର ନା। ସୋ ତମମାନେ ସେଇଟା ହେଇନ ମୁଁ ଜାଣିଛି, ଆଉ ଏଥର ନିଶ୍ଚିନ୍ତ କ୍ରାକ୍ କରିଯିବ। ଆଉ ଏଇ ଯୋଉ ଦହଗଞ୍ଜ ଭିତରୁ ବାହାରି ଯାଅ, ଆମ ପାଇଁ ଟିକେ ବାଟ ଫିଟେଇ ଦିଅ, କାରଣ ତମେ ଯୋଉ ଭଳିଆ ଭାବରେ ପଢିଛ ଏ 2 ମାସ ନା, ମାନେ ତମ ମାନେ ଯଦି ରହିଯିବ ନା ଆମ ମାନଙ୍କର ୟାଙ୍କ ଆସିବନି ଭାଇ, ଏଇଟା ସତ କଥା କହିଦଉଛି। ନାଇଁ ନାଇଁ ରହିବେନି ତମମାନେ କେହି ପାର ତ ହେଇଯାଅ। ପାଇ ହିଁ ଯିବେ। ମୁଁ ତ କହିବି ଆମ ମଡେଲରେ ଯୋଉମାନେ କାରଣ ଅଛନ୍ତି ପାଇଯିବେ। ଏଇ ଯୋଉ 2 ମାସେ ତମମାନେ ପଢିଛ ନା, ମାନେ ବୋଧହୁଏ ସାର୍ ଯାହା 4ଟା AM ରୁ ପଢେଇ ନାହାନ୍ତି, ନହେଲେ ସାର୍ ବି 4ଟା ରୁ ବି ପଢେଇ ଦେବେ। ତେଣୁ ସେଇଟା ବୋଧହୁଏ ହେଇନି। ସାର୍ ହେଇଛି ମାନେ ହେଇଛି ରାତି ଏନି 12ଟା ଟାଇମ୍ 2ଟାରେ ସାର୍ ଅଲ୍ ଗୋଟେରେ ଟାଇମ୍ ଆଭେଲେବୁଲ୍। ରାତି 1ରେ କ୍ଲାସ ସରିଛି, ସକାଳ 6ଟାରେ କ୍ଲାସ ହେଇଛି ଆଉ ଥରେ ହେଇଛି ନା ନା ସେଇଟା ଚାରିଟାରେ। ହେଇଛି ରାତି, ନା ସେଇଟା 1ରେ ସରିକି 6ଟାରେ ହେଇଛି, ମୁଁ ଜାଣିଛି। ବଟ୍ ଏମିତି ହେଇନି 1ରେ ସରିକି 4ଟାରେ ଉଠିବା ତ ହେଇନି ନା, ନା ନା ସେମିତି ବି ସେଇଟା ହେଇଛି। ହେଇନି, ସେମିତି ଆଗରୁ ହେଇଛି ଏବେ ହେଇନି। ସେଇଟା ହଁ ହେଇନି, ୟେସ୍ ୟେସ୍ ୟେସ୍, ସେଇଟା ହେଇନି। ତେଣୁ ଖୁସି ହୁଅ ସମସ୍ତେ, ଏଞ୍ଜୟ ଏମିତି କର। ତମେ ଆଉ ସାରଙ୍କୁ ପଚାରିଥିଲ ନା ଥରେ କି ସାର୍ ଆପଣ ଶୁଅନ୍ତି କେତେବେଳେ ମତେ ଟିକେ କୁହନ୍ତୁ। ହଉ ଠିକ ଅଛି ଚାଲ। ସାରଙ୍କର ମୋର ଏମିତି କେତେ ରାତି ହୁଁ ବିତିଛି ଯେ ସାରଙ୍କୁ ଆଉ ପଚାରିବାକୁ ପଡିନି, ମାନେ ଆଉ ତାର ଆନ୍ସର ମୁଁ ନିଜେ ପାଇଯାଇଛି। ତ କିଛି ନାହିଁ ଗାଇସ୍, ସୋ ରାଜେଶ ବି ଭାଇଙ୍କର ପରୀକ୍ଷା କେମିତି ହେଇଛି? ଭଲ ଯାଇଛି। କହ ରାଜେଶ। ଏମିତି ନ ହଉ ଓଏସ୍ ମାନେ ଓପିଏସସି ଆଉ ୟୁପିଏସସି କି ଫଲୋ ନ କରିଦଉ, କାରଣ ୟୁପିଏସସି ରେ ଯୋଉ ଭଳିଆ ରୁଲ ଚେଞ୍ଜ ହେଇଛି, କିଛି ଯଦି ନାହିଁ, ମେନ୍ ଓପିଏସସି କଥା ହେଲା କରିଦବ ଯେ ନା ପୁଣି। ଓପିଏସସି ର ଗୋଟେ ସେମ୍ ପ୍ରିପାରେସନ ସେମ୍ ରଖ, ବଟ୍ ମାଇଣ୍ଡ କୁ ବ୍ରଶ ଓପେନ ଅପ୍ ରଖ। ବଟ୍ ଏ ଏକ୍ସାମ ର ଡିମାଣ୍ଡ ହେଲା ଯେ ରାଇଟିଂ, ଏ ଏକ୍ସାମ ର ଡିମାଣ୍ଡ ହେଲା ଯେ ସ୍ମାର୍ଟ ଥିଙ୍କିଂ, ସ୍ମାର୍ଟ ରାଇଟିଂ, ଓନ୍ କଣ୍ଟେଣ୍ଟ, ଆଉ ବି ସିରିୟସ୍। ସିରିୟସ୍ ନହେଲେ ହବ ହିଁ ନାହିଁ, ରାଇଟ୍। ଆଉ ଡେଫିନେଟଲି ଆଗକୁ ଭଲ ହିଁ ହବ, ସୋ ନୋ ନିଡ୍ ଟୁ ୱାରି ଅନ୍ ଦ୍ୟାଟ୍। ଓକେ, ସୋ ବି କନଫିଡେଣ୍ଟ। ବାକି ବି ପେପର 2ଟା ଅଛି, ସେଇଠି ଲଢିବା ଲାଷ୍ଟ ଯାଏଁ, ତାପରେ କଥା ହବା। କିଛି ମୁଣ୍ଡରୁ କାଢିଦିଅ, ଯେମିତି ଯାଇଛି। ଆଉ ଯୋଉମାନେ ପେପର କମ୍ପ୍ଲିଟ୍ କରିଛନ୍ତି, ଦେ ୱିଲ୍ ଗେଟ୍ ଏ ଗୁଡ୍ ଥିଙ୍ଗ, ରାଇଟ୍। ସୋ ନୋ ନିଡ୍ ଟୁ ୱାରି ଗାଇସ୍। ଏଣ୍ଡ ମୁଁ ତ କହିବି, ଯୋଉ ଫ୍ରେମ୍ ମୁଁ ଯାହା ଥ୍ରୋ ଆଉଟ୍ ଜର୍ଣ୍ଣିରେ ସେ ତେଜସ୍ୱିନୀ ମ୍ୟାମ୍ଠୁ ଆରମ୍ଭ କରିକି ଆଇଏଏସ୍ ମାନଙ୍କଠୁ ଆରମ୍ଭ କରିଛି, ତାଙ୍କର ମାଇନ୍ୟୁଟ୍ ଲେଭେଲର ଜିନିଷ କରୁଛି। ହୁଏତ ତମେ ପିକ୍ ଆଉଟ୍ କରିନ, କୋଉ ଜାଗାରେ ମିସ୍ ଆଉଟ୍ କରିଛ, ମେ ବି ଖାଲି ପଢିବା ଚକ୍କରରେ ରହିଲ। ମୁଁ କହେ ଯେ ପଢନି, ଏଟଲିଷ୍ଟ ଥରେ ଶିଖିଦିଅ। ଥରେ ଶିଖିଦେଲେ ବହୁତ, ଆଉ ବହୁତ ଜଣ ଶିଖିଛନ୍ତି, ଇମ୍ପ୍ଲିମେଣ୍ଟ ବି କରିଛନ୍ତି ବହୁତ ଜଣ, ରାଇଟ୍। ଆଉ ଏଇ ଜିନିଷ ଭିଜୁଆଲାଇଜ ହବ। ଆମେ ଇଭେନ୍ ଆମେ କଣ କରୁଛୁ ନା, ମଲ୍ଟିପୁଲ ଜିନିଷ ଉପରେ ହାତ ମାରିବା। ଏଇ ଏକ୍ସାମ 3 ମାସ ଭିତରେ ମଲ୍ଟିପୁଲ ଜିନିଷ ହାତ ମାରି ହୁଏନି, ରାଇଟ୍। ଟ୍ରଷ୍ଟ କର ପ୍ରୋସେସକୁ, ହେଇ ହିଁ ଯିବ। ଏଗେନ୍ ମୁଁ କହୁଛି, ତମେ ଆଜି ବି ୱେଟ୍ କର, ଯଦି ଆମ ଫ୍ରେମରେ ରାଇଟିଂ ହେଇଛି, ୟୁ ଡେଫିନେଟଲି ମାର୍କ ଆସିବ। ୟୁ କାଣ୍ଟ ଇମାଜିନ୍ କି ସାର୍ ଏମିତି ମାର୍କ କେମିତି ଆସିଲା। ମୁଁ ଆଜି ବି କହୁଛି, ଟେକ୍ ଇଟ୍ ମାଇ ୱାର୍ଡସ୍, ତ ହେଇ ହିଁ ଯିବ ସେ ଜିନିଷ। चलो विश यू ऑल दी बेस्ट गाइस। ओके अगेन ऑप्शनल पे बेटर करो, बेस्ट करो, दैट विल डिसाइड योर रैंक। ओके सो चलो, एंड बहुत भल लगला जहाँ तो किसी शिखी जो मैंने भी